सर्वप्रथम आपण सृष्टिकर्ता प्रभु धन्यवाद देवी। प्रभु आज विशेष दिन आप समस्त को प्रभु को अशेष धन्यवाद देवा सहित प्रभु जीशु कृष्ण मधुर नाम आज आराधना समवेत समस्त प्रिय भाई और भौणी मान मो प्रभु जीशु कृष्ण नाम नमस्कार जनाए। प्रभुଙ୍କର महान नाम अशेष धन्यवाद हो। प्रभुଙ୍କର गौरव अल्प समय हमारे प्रभुଙ୍କର वाक्य किसी ध्यान करने आम गत दिन ध्यान करूँ पवित्र शास्त्र बाइबल रु मो सहित बाहर करेंगे प्रेरित पुस्तक 2 अध्याय तार 41 संक्षेप अल्प समय किसी प्रभुଙ୍କର वाक्य रखा चाहे। ସେଥିରେ ଯେଉଁମାନେ ତାହାଙ୍କ ବାକ୍ୟ ଗ୍ରହଣ କଲେ ସେମାନେ ବାପ୍ତିଜିତ ହେଲେ ଆଉ ସେହି ଦିନ ପ୍ରାୟ 3,000 ଲୋକ ମଣ୍ଡଳୀ ସହିତ ସଂଯୁକ୍ତ ହେଲେ। ପ୍ରଭୁଙ୍କର ପ୍ରିୟ ଲୋକମାନେ ସେଥିରେ ଯେଉଁମାନେ ତାଙ୍କ ବାକ୍ୟ ଗ୍ରହଣ କଲେ ମୁଁ ଅଲରେଡି ବାକ୍ୟ ଗ୍ରହଣ କରିବା ସମ୍ପର୍କରେ ସ୍ପଷ୍ଟ ଭାବରେ ମୁଁ କହିଛି। ମୁଁ ଦ୍ୱିତୀୟ ବିଷୟ ଆଜି ରଖିବା ପାଇଁ ଚାହେଁ ବାପ୍ତିଜିତ। ଆଜିର ମୁଖ୍ୟ ଟପିକ ବା ଥୀମ୍ ହେବ ଯେ ବାପ୍ତିଜିତ କାହିଁକି ବାପ୍ତିଜିତ ହେବା ଆଉ କି ବାପ୍ତିଜିତ ହେବ। आमे स्पष्ट भाव पवित्र शास्त्र बाइबल रु आउ गोटे अंश मध्य को आमे जाओ जहाँ की पवित्र शास्त्र बाइबल सुसमाचार मानक ठारू मार्क सुसमाचार 16 अध्याय तार 15-16 दीटी पद पढ़ी बपतिस्म संपर्क में अल्प समय में ध्यान करबा को जिबा। अल्प समय में संक्षेप रे आज बपतिस्म संपर्क में किछि कहबो पाई चाहे। मार्क 16 अध्याय तार 15 और 16 पुणी यीशु सेमानकु कहिले तुमे माने समुदाय जगत को जाई समस्त मानव जाति निकट रे सुसमाचार घोषणा करो। जे विश्वास करी बाप्तिजित हुए से परित्राण पाइबो किंतु जे अविश्वास करे से दंडाज्ञा पाइबो। प्रभुଙ୍କର प्रिय लोक माने बाप्तिजित बाप्तिस्म मार्क लिखित सुसमाचार 16 अध्याय 15 और 16 अनुसार जड़े विश्वास करुवा लोक बाप्तिजित हेबो। प्रथम विषय मो 4टी विषय रखिबा पई चाहे अति शीघ्र मु आओ चंचल मन रे संक्षेप रखिबी जे बाप्तिस्म जेतु मु कहिबा पई चाहे मार्क लिखित सुसमाचार 16 अध्याय 15 और 16 आओ जे विश्वास करि बाप्तिजित हुए से परित्राण पाइबो। एणिकी प्रथम विषय मु रखिबी माथ्यू 3 अध्याय तार 6 पद रे माथ्यू 3 अध्याय तार 6 पद रे आउ जेतबेले जोहन बाप्तिस्म देउथिले कोन लिखाई छी आ आपण आपण पाप स्वीकार करी तांको द्वारा जर्दन नदी रे बाप्तिजित हेले। आपण आपण पाप स्वीकार करू। प्रथम विषय मु आपण मन सम्मुख रखिबा पाई चाहे जे आपण आपण पाप स्वीकार करी एहा थिला जोहननको बाप्तिस्म प्रथम विषय। द्वितीय विषय से माथ्यू लिखित सुसमाचार 3 अध्याय तार 16 पद रे लिखा जाय पढिबे। यीशु बाप्तिजित हेला क्षणे जलरु उठी आसिले आउ देखो आकाश उन्मुक्त हेला पुणी से ईश्वरको आत्मा को कपत परि अवतरण करी आपना ऊपर को आसीबा देखिले। ओके प्रथम विषय जे विश्वास करी आपण पाप स्वीकार करी बाप्तिजित हेले। प्रथम विषय में देखो
ମାଥ୍ୟୁ 3:6 କହେ। ଆଉ ଦ୍ୱିତୀୟ ବିଷୟ ଯେ ଯୀଶୁଙ୍କର ବାପ୍ତିସ୍ମ। ଯୀଶୁ କାହିଁକି ବାପ୍ତିସ୍ମ ନେଲେ? ବ୍ୟବସ୍ଥାର ଅଧୀନରେ ଥିବା ସକାଶେ ବାପ୍ତିତ ହେଲେ। ବ୍ୟବସ୍ଥାର ଅଧୀନରେ ଥିବା ସକାଶେ ଧର୍ମ କର୍ମ ସାଧନ କରିବା ନିମନ୍ତେ ଯୀଶୁ ବାପ୍ତିତ ହେଲେ। ଦ୍ୱିତୀୟ ବିଷୟ ମୁଁ ଆପଣମାନଙ୍କୁ ସ୍ପଷ୍ଟ କରିଦେବା ପାଇଁ ଚାହେଁ। ଆଉ ତୃତୀୟ ବିଷୟ ମୁଁ ରଖିବା ପାଇଁ ଚାହେଁ, ସେ ମାଥ୍ୟୁ 3:11 ପଢ। ମୁଁ ସିନା ତୁମମାନଙ୍କୁ ମନ ପରିବର୍ତ୍ତନ ନିମନ୍ତେ ଜଳରେ ବାପ୍ତିସ୍ମ ଦେଉଅଛି, ମାତ୍ର ମୋ ଉତ୍ତାରେ ଯେ ଆସୁଅଛନ୍ତି ସେ ମୋ ଠାରୁ ଅଧିକ ଶକ୍ତିମାନ, ତାହାଙ୍କ ପାଦୁକା ବହନ କରିବା ପାଇଁ ମୁଁ ଯୋଗ୍ୟ ନୁହେଁ। ସେ ତୁମମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ। ସେ ତୁମମାନଙ୍କୁ ପବିତ୍ର ଆତ୍ମାଙ୍କ ଅଗ୍ନିରେ କଣ କରିବେ? ବାପ୍ତିସ୍ମ। ତୃତୀୟ ବିଷୟ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ କଣ? ପ୍ରଥମ କରନ୍ତୀୟ 12:13 ପଦରେ ଲେଖାଯାଇଛି, ଏକ ଶରୀର ହେବା ଉଦ୍ଦେଶ୍ୟରେ ବାପ୍ତିଜିତ ହୋଇଅଛୁ। ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ। ତୃତୀୟ ବିଷୟ ମୁଁ ଆପଣଙ୍କ ସମ୍ମୁଖରେ ରଖିବା ପାଇଁ ଚାହେଁ, ଯେହେତୁ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ କଣ ଅଟେ? ପ୍ରଥମ କରନ୍ତୀୟ 12:13 ପଦ। ଯେଣୁ ଆମେମାନେ ଯିହୁଦୀ ହେଉ ବା ଗ୍ରୀକ ହେଉ, ଦାସ ହେଉ ବା ସ୍ୱାଧୀନ ହେଉ, ସମସ୍ତେ ତ ଏକ ଆତ୍ମାଙ୍କ ଦ୍ୱାରା ଏକ ଶରୀର ହେବା ଉଦ୍ଦେଶ୍ୟରେ ବାପ୍ତିଜିତ ହୋଇଅଛୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ପ୍ରଥମ ବିଷୟ ମୁଁ ଆପଣମାନଙ୍କ ସମ୍ମୁଖରେ ରଖିଥିଲି, ଯେହେତୁ ଜଣେ ବିଶ୍ୱାସ କରି ବାପ୍ତିଜିତ, ବିଶ୍ୱାସ କରି ଆପଣଙ୍କର ପାପ ସ୍ୱୀକାର କରି ବାପ୍ତିତ ହେଲେ, ଏହା ଥିଲା ଯୋହାନଙ୍କର ବାପ୍ତିସ୍ମ। ପ୍ରଥମ ବାପ୍ତିସ୍ମ ଯେ ବିଶ୍ୱାସ କରି ପାପ ସ୍ୱୀକାର କରି ବାପ୍ତିତ ହେଲେ। ଦ୍ୱିତୀୟ ଥିଲା ଯୀଶୁଙ୍କର ବାପ୍ତିସ୍ମ, ଆଉ ତାହା ବ୍ୟବସ୍ଥା ଅଧୀନରେ ଥିବା ସକାଶେ ଯୀଶୁ ଖ୍ରୀଷ୍ଟ ବାପ୍ତିତ ହେଲେ। ତୃତୀୟ ବିଷୟ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ କଣ? ଯେ ଆମେମାନେ ଏକ ଶରୀର ହେବା ଉଦ୍ଦେଶ୍ୟରେ ବାପ୍ତିତ ହୋଇଅଛୁ। ମଣ୍ଡଳୀ ସହିତ ଏକୀଭୂତ ହେବା ଉଦ୍ଦେଶ୍ୟରେ ବାପ୍ତିଜିତ। ଏ ବାପ୍ତିସ୍ମ କେବେ ହେଲା ଆମେ ଜାଣିବା ଆବଶ୍ୟକ ଯେ କେବେ ଜଣେ ନେବ। ଆଉ ଯେତେବେଳେ ଜଣେ ପ୍ରଭୁ ଖ୍ରୀଷ୍ଟଙ୍କୁ ନିଜର ବ୍ୟକ୍ତିଗତ ତ୍ରାଣକର୍ତ୍ତା ବୋଲି ଗ୍ରହଣ କଲେ, ଆଉ ସେଇ ଦିନ ସେମାନେ କଣ ହେଲେ? ଗୋଟେ ଶରୀର ତାଙ୍କୁ ପ୍ରଭୁ କଲେ, ପୁଣି ତତ୍ ସହିତ ସେମାନେ ବାପ୍ତିତ ହେଲେ, ଆଉ ସେମାନେ ସେଇ ଦିନ ପବିତ୍ର ଆତ୍ମାରେ ବାପ୍ତିସ୍ମ ନେଲେ। ଆଉ ଚତୁର୍ଥ ବିଷୟ ମୁଁ ଆପଣଙ୍କୁ ସମ୍ମୁଖରେ ରଖିବି ସଂକ୍ଷେପରେ, ଆଉ ଆଜିର ବାକ୍ୟକୁ ଶେଷ କରିବା ପାଇଁ ଚାହେଁ। ଚତୁର୍ଥ ବିଷୟ ମାଥ୍ୟୁ ଲିଖିତ ସୁସମାଚାର 28 ଅଧ୍ୟାୟ ତାର 19 ଆଉ 20 ପଦ। ମାଥ୍ୟୁ ଲିଖିତ ସୁସମାଚାର 28 ପର୍ବ 19 ଆଉ 20 ପଦ। ଅତଏବ ତୁମେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ ମୁଁ ତୁମମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି ସେ ସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର। ଆଉ ଦେଖ ଯୁଗାନ୍ତ ପର୍ଯ୍ୟନ୍ତ ସଦା ସର୍ବଦା ମୁଁ ତୁମମାନଙ୍କ ସଙ୍ଗେ ସଙ୍ଗେ ଅଛି। ଯୁଗାନ୍ତ ପର୍ଯ୍ୟନ୍ତ ମୁଁ ସଦା ସର୍ବଦା ତୁମମାନଙ୍କ ସଙ୍ଗେ ସଙ୍ଗେ ଅଛି। 18 ପଦ ପଢ। 28-18 ପୁଣି ଯୀଶୁ ସେମାନଙ୍କ ନିକଟକୁ ଆସି ଆଳାପ କରି କହିଲେ, ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ପ୍ରଦତ୍ତ ହୋଇଅଛି। ଏହା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆଦେଶ। ଏହା ଏକ ସାଧାରଣ ବିଷୟ ନୁହେଁ। ଆଉ ଯେତେବେଳେ ଆମେ ସମସ୍ତେ ବାପ୍ତିତ ହେବାକୁ ଯାଉଥିବା ସମୟରେ ଗୀତ ଗାଇ ଗାଇ ଆମେ ଜଗତକୁ ଦେଖାଉଛୁ ଯେ ମୁଁ ଯୀଶୁଙ୍କର ସନ୍ତାନ, ଆଉ ଯୀଶୁଙ୍କ ପାଇଁ ବଞ୍ଚିବି ବୋଲି। ମାଥ୍ୟୁ 3:16 ଆଉ ଗୋଟେ ବିଷୟ ପ୍ରଭୁ କହିଲେ, କଣ କହିଲେ? ଯେ ପ୍ରଥମେ ଆମେ କେବଳ ପୁତ୍ର ଥିଲୁ, କିନ୍ତୁ ଯେତେବେଳେ ବାପ୍ତିସ୍ମ ନେଲୁ, ବାପ୍ତିସ୍ମ ନେବା ଦ୍ୱାରା ଆମେ କଣ ହେଲୁ? 16 ପଦରେ ଲେଖାଯାଏ ଯେ ପ୍ରଥମରେ ଆମେ କେବଳ ପୁତ୍ର ଥିଲୁ, କିନ୍ତୁ ବାପ୍ତିସ୍ମ ନେବା ଦ୍ୱାରା ଆମର ଆହୁରି କଣ ଡେଜିଗ୍ନେସନ ବଢିଲା। ଦେଖନ୍ତୁ 16
ଯୀଶୁ ବାପ୍ତିଜିତ ହେଲା କ୍ଷଣି ଯୀଶୁ ବାପ୍ତିତ ହେଲା କ୍ଷଣି ଜଳରୁ ଉଠି ଆସିଲେ, ଜଳରୁ ଉଠି ଆସିଲେ, ଆଉ ଦେଖ ଆକାଶ ଉନ୍ମୁକ୍ତ ହେଲା, ଆକାଶ ଉନ୍ମୁକ୍ତ ହେଲା, ପୁଣି ସେ ଈଶ୍ୱରଙ୍କ ଆତ୍ମାଙ୍କୁ କପୋତ ପରି ଅବତରଣ କରି ଆପଣା ଉପରକୁ ଆସିବା ଦେଖିଲେ। ଆସିବା ଦେଖିଲେ। ତାପରେ ଆଉ ଦେଖ ଆକାଶରୁ ଏହି ବାଣୀ ହେଲା, ଆକାଶରୁ ଏହି ବାଣୀ ହେଲା, ଏ ଆମର ପ୍ରିୟ ପୁତ୍ର, ଏ ଆମର ପ୍ରିୟ ପୁତ୍ର, ଏହାଙ୍କ ଠାରେ ଆମର ପରମ ସନ୍ତୋଷ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଉ ଯେତେବେଳେ ଜଣେ ପ୍ରଭୁ ଯୀଶୁଙ୍କ ବାକ୍ୟକୁ ବିଶ୍ୱାସ କରେ ଆଉ ସେ ବାପ୍ତିତ ହୁଏ, ଆଉ ବାପ୍ତିତ ହେଲା ପରେ ତାର ଗୋଟେ ପ୍ରମୋଶନ ହୁଏ। କଣ ହୁଏ? ଏ ଆମର ପ୍ରିୟ ପୁତ୍ର, ୟାଙ୍କ ଠାରେ ଆମର ବାପ୍ତିସ୍ମ ନେବା ପୂର୍ବରୁ ଆମେ ସାଧାରଣତଃ ଭାବରେ ଗୋଟେ ପୁତ୍ର ଭାବରେ ଥିଲୁ, କିନ୍ତୁ ଯେତେବେଳେ ବାପ୍ତିସ୍ମ ନେଉଛୁ ତାପରେ ଆମକୁ କିଛି ମାନେ କଣ ଗୋଟେ ସାର୍ଟିଫିକେଟ ଦିଆଯାଉଛି ଯେ ଏ ଆମର ପ୍ରିୟ ପୁତ୍ର, ୟାଙ୍କ ଠାରେ ଆମର ପରମ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁଙ୍କର ମହାନ ନାମର ଧନ୍ୟବାଦ ଏବଂ ପ୍ରଶଂସା ଗୌରବ ହେଉ। କୃଷ୍ଣଙ୍କର ଅବରୋଧିତ ବାପ୍ତିସ୍ମକ ଜହନ ପ୍ରଚାର କରିବାକୁ ବାପ୍ତିସ୍ମ ଦେବାକୁ ଆସିଲେ। ଜହନଙ୍କ ବାଣୀ ଥିଲା ମାର୍କ 1:4, ବାପ୍ତିଯୁକ୍ତ ଜହନ ପ୍ରାନ୍ତରରେ ଉପସ୍ଥିତ ହୋଇ ପାପ କ୍ଷମା ନିମନ୍ତେ ମନ ପରିବର୍ତ୍ତନର ବାପ୍ତିସ୍ମ ଘୋଷଣା କରିବାକୁ ଲାଗିଲେ। ଜହନ ବାପ୍ତିସ୍ମ ଦେବା ତାଙ୍କ ନିଜର ନଥିଲା, ମାତ୍ର ସ୍ୱର୍ଗରୁ ଦତ୍ତ ହୋଇଥିଲା। ମାର୍କ 1:11-30 ଲୋକ ସମୂହ ଜହନଙ୍କ ଦ୍ୱାରା ବାପ୍ତିତ ହେବାକୁ ଲାଗିଲେ। ଏକଥା ଲେଖା ହେଇଛି ମାର୍କ ସୁସମାଚାର 11:30 ପଦ। ଲୁକ 3:7 ଲେଖା ହେଇଛି ଯେ କଣ ଲେଖା ହେଇଛି? ଆଉ 3:7 ଲୁକ 3:7 ଲୁକ 3:7 ଲେଖା ହେଇଛି, ଅତଏବ ସେ ତାଙ୍କ ଦ୍ୱାରା ବାପ୍ତିଜିତ ହେବା ନିମନ୍ତେ ବାହାରି ଆସୁଥିବା ଲୋକ ସମୂହ କହିଲେ, ରେ କାଳସର୍ପର ବଂଶ, ଆଗାମୀ କ୍ରୋଧରୁ ପଳାୟନ କରିବା ନିମନ୍ତେ କିଏ ତୁମକୁ ଚେତନା ଦେଲା? ଅନେକ ଲୋକ ବିଶ୍ୱାସ ନ କରି ମଧ୍ୟ ବାପ୍ତିଜିତ ହେବା ନିମନ୍ତେ ସେମାନେ ଆସିବାକୁ ଲାଗିଲେ। ଏଣିକି ସେ କହିଲେ, ଏଣିକି 7:30 ଗୋଟେ ପଦ ଲେଖା ହେଇଛି, ଆଉ ସେଇ ପଦଟି ପଢି ଆମେ ଆଜିର ବାକ୍ୟକୁ ଶେଷ କରିବା ପାଇଁ ଯିବା। 7:30 ଲୁକ 7:30 ପଦ। କିନ୍ତୁ ଫାରୁସୀମାନେ ଓ ବ୍ୟବସ୍ଥା ଶାସ୍ତ୍ରଜ୍ଞ ମାନେ ତାଙ୍କ ଦ୍ୱାରା ବାପ୍ତିଜିତ ନ ହୋଇ ଆପଣା ଆପଣା ସମ୍ବନ୍ଧରେ ଈଶ୍ୱରଙ୍କ ସଂକଳ୍ପ ଅଗ୍ରାହ୍ୟ କଲେ। ଈଶ୍ୱରଙ୍କ ସଂକଳ୍ପ କଣ କଲେ? ବାପ୍ତିସ୍ମ ଯଦି ମୁଁ କହିବି ପଞ୍ଚମ ବିଷୟ, ତାହେଲେ ଏହା ଈଶ୍ୱରଙ୍କ ସଂକଳ୍ପ ଅଟେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ମୁଁ କହିବା ପାଇଁ ଚାହେଁ, ପ୍ରଥମ ବିଷୟ ମୁଁ କହୁଥିଲି ଯେ ବାପ୍ତିସ୍ମ ବିଶ୍ୱାସ କରି ଆପଣ ପାପ ସ୍ୱୀକାର କରି ବାପ୍ତିତ ହେଲେ ଜହନଙ୍କ ଦ୍ୱାରା। ଏହା ଥିଲା ପ୍ରଥମ ବିଷୟ। ଦ୍ୱିତୀୟ ବିଷୟ ଯେ ଯୀଶୁଙ୍କର ବାପ୍ତିତ ବ୍ୟବସ୍ଥା ଅଧୀନରେ ଥିବା ସକାଶେ ଯୀଶୁ ବାପ୍ତିତ ହେଲେ। ତୃତୀୟ ବିଷୟ ବାପ୍ତିସ୍ମ ଯେହେତୁ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ। କଣ? ଏହା ଏକ ଶରୀର ହେବା ଉଦ୍ଦେଶ୍ୟରେ ଆମେ ମାନେ ବାପ୍ତିତ ହେଉ। ଚତୁର୍ଥ ବିଷୟ ଏହାର ପ୍ରଭୁ ଯୀଶୁଙ୍କର ମହାନ ଆଦେଶ। ଏଣିକି ବାପ୍ତିତ ହେବା ଜରୁରୀ ଆଉ କମ୍ପଲସରି। ମୁଁ କହିବା ପାଇଁ ଚାହେଁ, ବୁଦ୍ଧିଜୀବୀ ଆଉ ସେଇ ଫାରୁସୀ ମାନେ ସେ ଈଶ୍ୱରଙ୍କ ସଂକଳ୍ପକୁ ଅଗ୍ରାହ୍ୟ କଲେ, ଆଉ ଜହନଙ୍କ ବାପ୍ତିତ ହେଲେ ନାହିଁ। ଏଣିକି ଗୋଟେ ବିଶ୍ୱାସୀ ଯେତେବେଳେ ବାକ୍ୟ ଗ୍ରହଣ କରିବ, ଆଉ ତାର ଦ୍ୱିତୀୟ ବିଷୟ ହେଉଛି ବାପ୍ତିଜିତ। ପ୍ରଭୁଙ୍କର ମହାନ ନାମ ଧନ୍ୟବାଦ ଏବଂ ପ୍ରଶଂସା ଗୌରବ ହଉ। ପ୍ରଭୁ ଆଉ ଥରେ ସୁଯୋଗ ଦେଲେ ନିଶ୍ଚିତ ଭାବରେ ଆଉ ଅଧିକ ଗୁରୁତର ଭାବରେ ବାପ୍ତିସ୍ମ ସମ୍ବନ୍ଧରେ ମୁଁ କିଛି ପ୍ରକାଶ କରିବା ପାଇଁ ଚାହେଁ। ପ୍ରଭୁ ଅନୁଗ୍ରହ ଦୟା କରନ୍ତୁ, ଯେହେତୁ ବାପ୍ତିସ୍ମ କାହିଁକି ନେଉ? କାରଣ ଏହା ପ୍ରଭୁଙ୍କର ଆଦେଶ ଅଟେ, ଆଉ ମହାନ ଆଦେଶ। ଏଣିକି ଯେତେ ଜଣ ବି କହୁଛନ୍ତି ଯେଉଁମାନେ ପ୍ରଭୁ ଯୀଶୁଙ୍କୁ ଆମେ ଗ୍ରହଣ କରିଅଛୁ, ସେମାନେ ଅବିଳମ୍ବରେ ବାପ୍ତିଜିତ ହେବା ନିହାତି ଜରୁରୀ ଅଟେ। ପ୍ରଭୁ ଆଜିର ଏହି ସଂକ୍ଷିପ୍ତ ବାକ୍ୟ ଦେଇ ଆମ ସମସ୍ତଙ୍କୁ ପ୍ରଭୁ ପ୍ରଚୁର ପରିମାଣରେ ଆଶୀର୍ବାଦ